ସବୁଠାରୁ ବଡ଼ କାମ ହେଉଛି ଭୂମିହୀନଙ୍କୁ ଭୂମି ଯୋଗାଇ ଦେବା। ଆଗରୁ ଏ କାମ ଚାଲୁ ରହିଛି, କିନ୍ତୁ ଆଜି ଦିନରେ ମଧ୍ୟ ଅନେକ ଭୂମିହୀନ ଲୋକ ଅଛନ୍ତି। ଆଉ ଏବେ ଆମ ସରକାର ନିଷ୍ପତ୍ତି ନେଇଛନ୍ତି, ଯେଉଁ ଲୋକର ଜମି 4 ଡିସିମିଲ୍ରୁ କମ୍ ଅଛି ତାକୁ ଭୂମିହୀନ ଲୋକ ହିସାବରେ ତାକୁ ଗଣତି କରାଯିବ ଏବଂ ତା ପାଇଁ ମଧ୍ୟ ଜମି ତାକୁ ଯୋଗାଇ ଦିଆଯିବ। ଇଏ ଗୋଟିଏ ବହୁତ ପଦକ୍ଷେପ ଆମ ସରକାର ନେଇଛନ୍ତି। ଅନେକ କେସ୍ ଗୁଡ଼ିକ ଆଜିର ଦିନରେ ତହସିଲ ଅଫିସରେ ଏବଂ କୋର୍ଟରେ ପଡ଼ି ରହୁଛି। ଯେଉଁ ଜମି ସଂକ୍ରାନ୍ତୀୟ ଯେଉଁ ମାମଲା ଗୁଡ଼ିକ ସବୁ ଦାଖଲ ହେଉଛି, ସେଗୁଡ଼ିକ ତ୍ୱରିତ ଫୈସଲା ନ ହେବା କାରଣ ଯୋଗୁଁ ଅନେକ ପେଣ୍ଡିଂ ରହୁଛି। ସେଗୁଡ଼ିକ କେମିତି ତୁରନ୍ତ ଯଥା ସମୟରେ ଫୈସଲା କରାଯାଇପାରିବ ତାହା ଉପରେ ଆଜି ମୁଁ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛି। ତା ସହିତ ଜନଜାତି ଏବଂ ଜାତି ଲୋକମାନଙ୍କର ଜମି କିଣା ବିକାକୁ ନେଇକରି ଅନେକ ସମୟରେ ଜନଜାତି ଲୋକମାନଙ୍କର ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ସେମାନେ ଜାଣିପାରନ୍ତି ନାହିଁ, ସେ ଜମିକୁ ହଡ଼ପ କରି ନିଆଯିବାର ଲକ୍ଷଣ ବହୁତ ସମୟରେ ଦେଖାଯାଉଛି, ପରେ ଜଣାପଡ଼େ। ଏଣିକି ତା ଉପରେ ତହସିଲଦାରମାନଙ୍କୁ ଏ ବାବଦରେ ଆଜି ମୁଁ ଜଣାଇଦେଲି ଯେ ଆପଣମାନେ ସେ କ୍ଷେତ୍ରରେ କେହି ଯେଉଁ ଲୋକମାନେ ଆଦିବାସୀ ଜମିକୁ ନେବା ପାଇଁ ଚାହୁଁଛନ୍ତି କେବେ ସେ ଭିତରେ ଆପଣ କୌଣସି ପ୍ରକାରରେ ସହଯୋଗ କରନ୍ତୁ ନାହିଁ। ଆଉ ଯଦି ଧରା ପଡ଼ିବେ ତାହେଲେ ନିଶ୍ଚିତ ଭାବରେ ଦୋଷୀ ଦଣ୍ଡ ପାଇବେ। ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ସେତେବେଳେ ଏ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରିକିରି ତଳସ୍ତରର ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ଗୁରୁ ଦାୟିତ୍ୱ ରୁହେ। ଏବଂ ସମ୍ପୂର୍ଣ୍ଣ ଭାବରେ ବର୍ଷା ଦିନ ନଭେମ୍ବର ମାସ ପର୍ଯ୍ୟନ୍ତ, ଯେହେତୁ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ହୁଏ, ବନ୍ୟା, ବାତ୍ୟା ଏବଂ ତାହା ସହିତ ମଧ୍ୟ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଆସେ, ତାକୁ ମୁକାବିଲା କରିବା ପାଇଁ ଏବଂ ଏ ମୁକାବିଲାରେ ସଫଳ ରୂପାୟନ ଅତୀତରୁ ଆଜି ପର୍ଯ୍ୟନ୍ତ ହୋଇ ଆସୁଛି। ଗତ ବର୍ଷ ଯେମିତି ଦାନା ଆସିଲା ଏବଂ ଆମ ସରକାର ନୂଆ କରି ଦାୟିତ୍ୱ ନେଲା ପରେ ମଧ୍ୟ ଯେଭଳି ଭାବରେ ତାହା ଉପରେ ଆମେ ଯୋଜନା କରି ସବୁ ବିଭାଗର ସବୁ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କ ସହିତ କନଭର୍ଜ କରିକିରି ତାଙ୍କୁ ସମନ୍ୱୟ ରକ୍ଷା କରିକିରି କିଭଳି ଭାବରେ ଜିରୋ କାଜୁଆଲିଟି ହେବ ଏହାକୁ ବହୁତ ଧ୍ୟାନ ଦିଆଯାଇଥିଲା। ଆଉ ଆମ ସରକାର ମଧ୍ୟ ସଫଳ ହୋଇଥିଲେ। ଆମ ରାଜସ୍ୱ ମନ୍ତ୍ରୀ ଏଠି ଅଛନ୍ତି, ସେ ତ ନିଜେ ଏ କାମକୁ ରାତି ତମାମ ଦିନ ତମାମ ଦେଖୁଥିଲେ। ମୁଁ ବି ଅନେକ ସମୟରେ ରାତିରେ ବି ଆସିକି ଦେଖୁଥିଲି ଯେ କି ପ୍ରକାରର ମ୍ୟାନେଜମେଣ୍ଟ ଚାଲିଛି, କେଉଁ ପରିସ୍ଥିତିରେ ଦାନା କେତେବେଳେ ଲ୍ୟାଣ୍ଡଫଲ୍ କରିବ, କ'ଣ ହେବ। ଆଉ ବାସ୍ତବିକ ଆମେ ବାରମ୍ବାର ପ୍ରତି ମୁହୂର୍ତ୍ତରେ ଏହାକୁ ଦେଖିବା କାରଣରୁ ବହୁତ ବଡ଼ ସଫଳତା ଆମକୁ ମିଳିଲା। ଜିରୋ କାଜୁଆଲିଟିରେ ଆମେ ତାର ସମାଧାନ କଲୁ ଏବଂ ରେସ୍କ୍ୟୁ ଅପରେସନ୍ ମଧ୍ୟ 45 ଘଣ୍ଟା ଭିତରେ ବିଜୁଳି ପହଞ୍ଚିବା, ଗଛ କଟା ହେଇକରି ରାସ୍ତାକୁ ନର୍ମାଲକୁ ଆଣିବା, ଏ ପ୍ରକାରର ଅଦ୍ଭୁତ କାମ ଏ ରାଜସ୍ୱ ବିପର୍ଯ୍ୟୟ ରାଜସ୍ୱ ବିଭାଗ ଦ୍ୱାରା ଯାହା ପ୍ରାକୃତିକ ବିପର୍ଯ୍ୟୟ ମାଧ୍ୟମରେ ନଷ୍ଟ କରାହେଉଥିଲା ବା ଏ ଯେଉଁ ଘଟଣା ଘଟୁଛି ତା ଉପରେ ପ୍ରତିକାର କରିବାର ସରକାରଙ୍କ ପାଖରେ ଯେଉଁ ଶକ୍ତି ଅଛି ତାକୁ ଆମେ ପୂର୍ଣ୍ଣ ମାତ୍ରାରେ ଉପଯୋଗ କରିକି ତାହାର ସମାଧାନର ସୂତ୍ର ବାହାର କରିକି ଲୋକଙ୍କୁ ତ୍ୱରିତ ପର୍ଯ୍ୟାୟରେ ଲୋକଙ୍କର ସମସ୍ୟାର ସମାଧାନ ଆମେ କରିଥିଲୁ। ଏଣୁ ନିଶ୍ଚିତ ଭାବରେ ମୁଁ ଆଜି କହିବି ଯେ ଜିଲ୍ଲାପାଳ ଏସ୍ପିଙ୍କର କନଫରେନ୍ସ, ତା ପରବର୍ତ୍ତୀ ପର୍ଯ୍ୟାୟରେ ବିଡିଓ ଏବଂ ସିଡିଓମାନଙ୍କର କନଫରେନ୍ସ ଏବଂ ଆଜି ରାଜସ୍ୱ ଅଧିକାରୀମାନଙ୍କର ସେଥିରେ ସବ୍ କଲେକ୍ଟର, ଏଡିଏମ୍ ଏବଂ ଭର୍ଚୁଆଲରେ ମଧ୍ୟ ଯେଉଁ ଆମର ଆର୍ଆଇ ଅମିନ ଏମାନେ ରହିଛନ୍ତି ତାଙ୍କର ମଧ୍ୟ ଏ ବିରାଟ ପ୍ଲାଟଫର୍ମରେ ଆଜି ଯେଭଳି ଭାବରେ ସେମାନଙ୍କୁ ପ୍ରଶିକ୍ଷଣ ଅର୍ଥାତ୍ ଇଏ କନଫରେନ୍ସ ଆଉ କର୍ମଶାଳା ଯେଉଁ କରାଯାଉଛି ଏହାର ଆବଶ୍ୟକତା ଥିବାରୁ ଆଜି ସରକାର ଗୋଟିଏ ବର୍ଷ ଭିତରେ ସମସ୍ତ ଅଧିକାରୀମାନଙ୍କୁ କର୍ମଶାଳା ମାଧ୍ୟମରେ ଆମ ସରକାରର ଆଭିମୁଖ୍ୟକୁ କିଭଳି ଭାବରେ କାର୍ଯ୍ୟକାରୀ କରାଯିବ, ଇଣ୍ଡଷ୍ଟ୍ରି ଆସିବ, ଜଳସେଚନ ହେବ, ମାଇନ୍ସ ଅପରେସନ୍ ହେବ ଏବଂ ରେଲ ରୋଡ଼ ବିକାଶ କାମରେ ଲ୍ୟାଣ୍ଡ ଆକ୍ୱିଜିସନର ଆବଶ୍ୟକତା ଅଛି।
ये सबु काम को जदि त्वरान्वित भाव में यथा समय कराजिब ताले राजस्व विभाग भूमिका अतीव गुरुत्वपूर्ण ताकू आधार करी समस्त को एथिरे ये सम्मिलनी माध्यम ये वर्कशॉप माध्यम आहरी अधिक सेमान को चलचंचल करवा सेमान को सक्रिय करवा ये भूमिका हूँ राज्य सरकार जहाँ आम करुचु 2 दिन धरिक ये सम्मिलनी रे निश्चित भाव एठी राजस्व मंत्री उपस्थित रहीकि समस्त कार्य को तदारक करेंगे एवं आवश्यक हेले मु निजे मध्य पुनर्बार आसिक ट्रेनिंग आ ये कार्यक्रम कर्मशाला किभली भाव में सफल देव से उपस्थित रहीकि या सफल करने पड़ो। धन्यवाद।